ଏଇ ବୟସର ମତେ ମୋ ସାର୍ଟ ଖୋଲି ମୋ ପ୍ୟାଣ୍ଟ ଖୋଲି ମୁଁ ଖାଲି ଚଢି ଗଞ୍ଜି ପିନ୍ଧିଛି ଯଦି ତା ଭିତରେ ସିସି କ୍ୟାମେରା ଥିବ ଆପଣ ଦେଖିବେ। ମତେ ବାଡେଇଛି ଜବରଦସ୍ତ ଓକିଲ ଡାକିକି ସେ ବଣ୍ଡ ପେପର ସବୁ ଦୁନିଆ ପେପର ମତେ ଇଆଡେ ମାରୁଥାଏ ସିଆଡେ ସାଇନ କର ବୋଲି କହୁଥାଏ। ଆଜ୍ଞା ମତେ ନାଣ୍ଡୁ ବାବୁ ମୁଁ ଆର ବର୍ଷ ସ୍ୱପ୍ନ ମୋର 3 ବର୍ଷ ରହିଲେଣି। ଆଜ୍ଞା ଆସନ୍ତା ବର୍ଷ ମୁଁ ତୁଳସୀ ସମ୍ରାଟ ଯିବା ପାଇଁ ମୋର ନାଣ୍ଡୁ ବାବୁ ସାଙ୍ଗରେ ମାଲିକ ସାଙ୍ଗରେ କଥା ସରିଯାଇଛି ଚୁକ୍ତି। ମୋର ପଇସା ମତେ ଫାଷ୍ଟ କିସ୍ତି ଦେଇଛନ୍ତି, ସେକେଣ୍ଡ କିସ୍ତି ପଇସା ମୁଁ ଯେତେବେଳେ ମାଗିଲି ମତେ ବାହାନା କଲେ, ମତେ ଆଭାଡ କଲେ, ମୋର ଫୋନ ଉଠେଇଲେନି। ମୁଁ ବାଧ୍ୟକି ମୋ ସ୍ତ୍ରୀ କି ଫୋନ ଦେଲି ନମ୍ବର ମୋ ବାବୁ ସାରା କଥା ହେବା ପାଇଁ। ସେତେବେଳେ ମୋ ସ୍ତ୍ରୀ ଫୋନ କଲା ନାଣ୍ଡୁ ବାବୁ କତିକି, ଆଉ କହିଲେ କିଏ ତମେ କହୁଛ? ନା ମୁଁ ନରିପଣ୍ଡା ସ୍ତ୍ରୀ କହୁଛି। ନା କାହିଁକି? ନା ତାକୁ ଟିକେ ଉଧାର ଯଦି ଦବା କଥା ଦିଅନ୍ତୁ, ଯଦି ନ ଦବା କଥା ଆପଣ ପଇସା ନେଇଯାଆନ୍ତୁ। ସେତିକି ଶୁଣିକି ସିଏ ତା ଖରାପ ଭାଷା କରିକି ମୋ ସ୍ତ୍ରୀ କି ଯୋଉ ଭାଷା କହିଛନ୍ତି ସିଏ ରେକର୍ଡିଂ କରି ରଖିଛି। ତାପରେ ମୋ ସ୍ତ୍ରୀ ବନ୍ଦ କାଟି ଦେଇକି ମତେ କହିଲା ତମେ କାହାକୁ ନମ୍ବର ଦେଲ, ମତେ ସେ ଶୋଧୁଛି। ମୁଁ ପଚାରିଲା ପରେ ନାଣ୍ଡୁ ବାବୁକୁ ଫୋନ କରିକି ମୋ ସ୍ତ୍ରୀ କାହିଁକି ଏମିତି କହିଲେ କୌଣସି ମାଇକିନା ମୋ କତିକି ଫୋନ କରନ୍ତି, ତ ସ୍ତ୍ରୀ ମତେ ଫୋନ କାହିଁକି କରୁଥିଲା ମୋ ପାଖକୁ, ପଇସା ପାଇଁ ଫୋନ କରୁଥିବୁ। ଆଉ କହିଲେ ତୁ ତୋ ସିଦ୍ଧାନ୍ତ କ'ଣ? ମୁଁ କହିଲି ନା ମୁଁ ଆପଣ ପାର୍ଟି ଯାଇନି, ଆପଣ ଏଇଭଳିଆ ବ୍ୟବହାର କରେନି, ମୁଁ ଆପଣଙ୍କ ପାର୍ଟିରେ ଆଉ ଯିବିନି। କହିଲେ ତାହେଲେ ମତେ ପଇସା ଫେରେଇ ଦେଇଯାଅ। ମୁଁ କୋଉ ଜାଗାରେ ପଇସା ଫେରେଇବେ? ମତେ କହିଲେ ଆମର ବଗୁ ଢାବା ବାଲିଚନ୍ଦ୍ରପୁର ସେଇଠି ଆସିକି ଫେରେଇବ। ମୁଁ ପଇସା ନେଇକି ଯୋଗାଡ଼ କରିକି ଯାଇଛି ଫେରେଇବା ପାଇଁ, ଆଉ ମତେ କବାଟ ଲକ୍ କରିକି ମତେ ବାଡେଇଲା। ଆଉ ଏଇ ବୟସରେ ଆପଣଙ୍କୁ ବାଡେଇଲେ? ଏଇ ବୟସର ମତେ ମୋ ସାର୍ଟ ଖୋଲି ମୋ ପ୍ୟାଣ୍ଟ ଖୋଲି ମୁଁ ଖାଲି ଚଢି ଗଞ୍ଜି ପିନ୍ଧିଛି ଯଦି ତା ଭିତରେ ସିସି କ୍ୟାମେରା ଥିବ ଆପଣ ଦେଖିବେ। ମତେ ବାଡେଇଛି ଜବରଦସ୍ତ ଓକିଲ ଡାକିକି ସେ ବଣ୍ଡ ପେପର ସବୁ ଦୁନିଆ ପେପର ମତେ ଇଆଡେ ମାରୁଥାଏ ସିଆଡେ ସାଇନ କର ବୋଲି କହୁଥାଏ। ଦେଖିଛି ସବୁ। ଏଇଆ ଆଉ ଆପଣ ବର୍ତ୍ତମାନ କ'ଣ କରିବେ? ମୁଁ ମୋର ଯାହା ମତେ ନ୍ୟାୟ ଦେବେ ମୋ ପବ୍ଲିକ ଦେବେ। ମୋ ପାଇଁ ମୋ ଦର୍ଶକ ଅଛନ୍ତି। ମୋ ଦର୍ଶକ ମୋ ଭଗବାନ। ମୁଁ ଗୋଟେ ବିଶ୍ୱାସ କରି ଯାଇଥିଲି, ବିଶ୍ୱାସର ବ୍ରାହ୍ମଣ ଲୋକ। 52 ବର୍ଷ 32 ବର୍ଷ ମୁଁ ଯାତ୍ରା ପାର୍ଟିରେ ରହିଲିଣି, 52 ବର୍ଷ ମତେ ହେଲାଣି। ଏଇଟା ମୋ ଜୀବନର ଫାଷ୍ଟ ପିରିୟଡ। ତାପରେ ମୁଁ 25 26 ମୁଁ କୌଣସି ଯାତ୍ରା ପାର୍ଟିକି ଯିବିନି, ମୋ ମାନସିକ ଶାନ୍ତି ନାହିଁ, ମୁଁ ଯିବିନି। ମୋ ଫୋନ ଆଉଛି ସମସ୍ତେ ଜାଣି ସାରିଲା ପରେ ଆଉ କ'ଣ? ନାଇଁ ଆପଣ ଗୋଟେ ଭଲ ହାସ୍ୟ ଅଭିନେତା, ଆପଣ ଏମିତି ମୁଁ ଆପଣ ତ ହସେଇବା ସମସ୍ତଙ୍କ ଲୋକ ଉଦାହରଣ। ଯଦି ମୁଁ ଦିନ ନାଇଁ ରାତି କାନ୍ଦୁଛି। ଆପଣ ଉଦାହରଣ ସମସ୍ତ ପାଇଁ, ବୁଝିଲେ କି? ଆପଣ ପାଇଁ ଆମ ଦର୍ଶକ ଆପଣଙ୍କ ପାଇଁ ଦର୍ଶକ ଛିଡା ହେବେ। ମୋର ତ ସେଇମାନେ ହଉଛି ମୋର ବଳ। ମୋର ତ ବଳ ଆପଣ ଖାଲି ଏଭଳିଆ କଥା କହିବାଟା ଠିକ ନୁହଁ। ନା ଗୁଣ୍ଡା ଅଛି, ନା ମୁଁ କୋଉଠୁ କ୍ୟାସ୍ ବାସ୍ କରି କାହାକୁ ପାରିପାରିବି। ମୋର କଳାକାର ଭାଇ ମୋ ଅଛନ୍ତି, ସମସ୍ତେ ମତେ ଭଲ ପାଆନ୍ତି, ଦର୍ଶକ ମତେ ବହୁତ ଭଲ ପାଆନ୍ତି। ସେ ଯାହା କହିବେ ମୁଁ ସେଇ ଅନୁସାରେ ଯିବି।